ସୁଜନପୁର ଗାଁର ଶେଷ ମୁଣ୍ଡରେ ଥିଲା ଗୋଟିଏ ଚାଷୀର ଘର। ଚାଷୀଟିର ଘର ପାଖକୁ ଲାଗି ରହିଥାଏ ଛୋଟ ବୁଦାଟିଏ। ସେଠି ଛୋଟ ଛୋଟ ପଶୁ ସବୁ ରୁହନ୍ତି। ଚାଷୀ ବି ନିଜ ଘରେ ପାଳିଥାଏ କିଛି ପଶୁପକ୍ଷୀ। ଗୋଟିଏ କୁକୁର, ବିଲେଇ ଆଉ କିଛି କୁକୁଡ଼ା। କୁକୁରଟି ଥିଲା ବହୁ ଦୁର୍ଦ୍ଦାନ୍ତ, ତେଣୁ ତା ଭୟରେ ବୁଦାର ପଶୁମାନେ ଚାଷୀ ଘରକୁ ପଶିବାକୁ ସାହସ କରୁନଥାନ୍ତି। ଦିନେ ଚାଷୀ କିଛି କାମରେ ବାହାରକୁ ଯିବାକୁ ବାହାରିଲା। ପିଲାମାନେ ଶୁଣ, ମୁଁ ପାଇକ ସାହି ଯାଉଛି। ସେଠି ମୋ ଭଉଣୀ ପୁଅର ବାହାଘର। ମତେ ଫେରିବା ପାଇଁ 8 ଦିନ ସମୟ ଲାଗିବ। ଫେରିବା ବେଳକୁ ତମ ପାଇଁ ଭଲ ଭଲ ଖାଇବା ଜିନିଷ ନେଇକି ଆସିବି। ଭଲରେ ଚଳିବ, ଝଗଡ଼ା କରିବନି, କୁକୁଡ଼ାମାନଙ୍କୁ ଜଗିଥିବ, ହେଲା? ମୁଁ ଯାଉଛି। ଚାଷୀ ତା ଭଉଣୀ ଘରକୁ ଚାଲିଯିବା ପରେ ବିଲେଇ ଆଉ କୁକୁର ଘର ଆଗରେ ପହରା ଦେଲେ। କୁକୁଡ଼ା ଆରାମରେ ଚରି ବୁଲି ଖାଉଥାନ୍ତି। ହଠାତ୍ ବୁଦା ଭିତରୁ ବିଲୁଆଟିଏ ବାହାରି ଆସିଲା ଆଉ ଗୋଟେ କୁକୁଡ଼ାକୁ ଝାମ୍ପି ନେଇ ଚାଲିଗଲା। କୁକୁର ଏ ଦୃଶ୍ୟ ଦେଖିବା ମାତ୍ରେ ବିଲୁଆ ପଛରେ ଗୋଡ଼େଇଗଲା। ଆରେ ଦୁଷ୍ଟ ବିଲୁଆ, ମତେ କୁକୁଡ଼ାକୁ ଫେରେଇ ଦେ। କଣ ଦେଖି ପାରୁନୁ? କୁକୁଡ଼ା ମରି ସାରିଛି। ୟାକୁ ନେଇ ତୁ ଆଉ କଣ କରିବୁ? ଅଯଥା କଥା ନ କହି ମତେ କୁକୁଡ଼ାକୁ ଫେରେଇ ଦେ କହୁଛି। ତୁଟା ବଡ ମୂର୍ଖ। ମାଲିକର ଗେଲା ହେଇ ରହିବୁ ବୋଲି ଆଜି ଯାଏ କୁକୁଡ଼ା ମାଂସ ପାଟିରେ ମାରିନୁ। ଥରେ ପାଟିରେ ମାରି ଦେଖ। ଆରେ ଆ ଟିକେ ଚାଖେ ମାଂସ। ନା, ମାଲିକ ସହ ବିଶ୍ୱାସଘାତକତା ମୁଁ କରିପାରିବିନି। ଆରେ ମୁଁ ତତେ ବିଶ୍ୱାସଘାତକତା କରିବା ପାଇଁ କହୁନି ମ, ମୁଁ କହୁଛି ତୁ ମାଂସଟା ଚାଖିକି ଦେଖ। ଏଥିରେ ବିଶ୍ୱାସ ଅବିଶ୍ୱାସର ପ୍ରଶ୍ନ ଉଠୁଛି କୋଉଠି? କିଛି ଭୁଲ ହବନି ତ? କିଛି ହବନି। ଆ ଆ ଆ ଟିକେ ଚାଖି ଦେ। କେମିତି ଲାଗିଲା? ବଢିଆ ଲାଗିଲା। କାଲିଠୁ ମୁଁ ଏମିତି ଗୋଟେ ଗୋଟେ କୁକୁଡ଼ା ନେଇ ଆସିବି, ଆଉ ଆମେ 2 ଜଣ ମିଶି ଏଠି ଖାଇଦବା। ହେଲେ ବିଲୁଆ ଭାଇ, ବିଲେଇ ମୋ ସାଙ୍ଗରେ ଅଛି। ସେ ଯଦି ଜାଣିପାରିବ? ହେ, ସେ ଟେର ବି ପାଇବନି। ଯୋଜନା ଅନୁସାରେ କୁକୁର ଆଉ ବିଲୁଆ କାମ କଲେ। ବିଲୁଆ ଦୈନିକ କୁକୁଡ଼ା ନେଇଯାଏ, କୁକୁର ତା ପଛରେ ଗୋଡ଼େଇକି ଯାଏ, ଆଉ ଦୁହେଁ କୁକୁଡ଼ାକୁ ମାରି ବୁଦା ଭିତରେ ଖାଇଦିଅନ୍ତି। ଏମିତି ଅନେକ ଦିନ ଧରି ଚାଲିଲା। ଦିନେ ବୁଦା ଭିତରୁ ଫେରିବା ପରେ କୁକୁର ମୁହଁରେ ରକ୍ତ ଲାଗିଥିବାର ବିଲେଇ ଦେଖିଲା। ବିଲେଇର ସନ୍ଦେହ ହେଲା। ବିଲୁଆ ସେଦିନ କୁକୁଡ଼ା ନେଇଯିବା ପରେ କୁକୁର ପଛେ ପଛେ ବିଲେଇ ବି ଗଲା।
ବିଲେଇ ଯାହା ଦେଖିଲା ତା ଆଖି ଖୁସି ହେଇଗଲା। ସେ କୁକୁରର ଅସଲ ରୂପ ସେଦିନ ଦେଖିବାକୁ ପାଇଲା। ସେ କୁକୁରକୁ କିଛି ନ କହି ନିଜ ମନ କଥା ମନରେ ରଖିଲା। ଚାଷୀ ତା ଭଉଣୀ ପୁଅର ବାହାଘର ସାରି ଗାଁକୁ ଫେରିଲା। ସମସ୍ତେ ତାକୁ ଦେଖି ବହୁତ ଖୁସି ହେଲେ। ହେଲେ କୁକୁଡ଼ା ସଂଖ୍ୟା ଏତେ କମ୍ ଦେଖି ତା ମନରେ ସନ୍ଦେହ ହେଲା। ସେ କୁକୁରକୁ ଏହାର କାରଣ ପଚାରିଲା। କଣ ହେଇଛି? କୁକୁଡ଼ା ସଂଖ୍ୟା ଏତେ କମିଗଲେ? କଣ ରୋଗ? କିଛି ରୋଗ ଧରିଥିଲା କି? ନା ନା, ବୁଦା ଭିତରୁ ଗୋଟେ ବିଲୁଆ ସବୁଦିନ ଚାଲି ଆସୁଛି, ଆଉ ଗୋଟେ ଗୋଟେ କୁକୁଡ଼ା ନେଇ ପଳଉଛି। ମିଛ କଥା। ମିଛ କଥା ମାନେ? ବିଲୁଆ କୁକୁଡ଼ାକୁ ନବା ପଛରେ ୟାର ବି ହାତ ଅଛି। ମୋର କଣ ହାତ ଅଛି? ବିଲୁଆ ଆଉ ତୁ କୁକୁଡ଼ା ଖାଇବା ମୁଁ ନିଜ ଆଖିରେ ଦେଖିଛି। ତମେ ଶିଖା ଶିଖି ହେଇ ଚୋରି କରୁଥିଲ। କୁକୁଡ଼ାକୁ ମାରି ଖାଇ ଝାଡ଼ ଭିତରେ ହାଡ଼ ପକେଇଛ। ତୋ ପାଟିରେ ଦିନେ ରକ୍ତ ଦେଖିବା ପରେ ମୁଁ ତ ପଛରେ ଯାଇଥିଲି ଆଉ ଏ ସବୁ ଦେଖିଥିଲି। ଏସବୁ କଣ ସତ? ଆଜ୍ଞା, ମୁଁ ବିଶ୍ୱାସଘାତକ କୁକୁର, ତୁ ମତେ ଠକିଛୁ। ବିଶ୍ୱାସରେ ବିଷ ଦେଇଛୁ ମୋର। ମୁଁ ତତେ ଅଭିଶାପ ଦଉଛି, ତୋ ଲାଞ୍ଜକୁ 12 ବର୍ଷ ଫୁଙ୍କ ନଳୀ ଭିତରେ ପୁରେଇ ରଖିଲେ ବି ସିଧା ହେଇପାରିବନି। ସେଇ ଦିନଠାରୁ କୁକୁର ଲାଞ୍ଜ ବଙ୍କା।